ଅଲଗା ଅନୁଷ୍ଠାନ ଖରାପ ନୁହଁ କିନ୍ତୁ ଆପଣଙ୍କୁ ଯେବେ ଗୋଟେ ନାଇଁ personality ଭଲ ମୋ ଲାଗେ। ମୋ ଫ୍ୟାମିଲି ଟାଇପ୍ର ଲାଗନ୍ତି ମୋତେ। ଯେମିତି ମାନେ ଘର ଭିତରେ ଗୋଟେ ତିନି ଛୋଟ ଚାରିଟି ପିଲାଟେ କମିଟି ଥାଏ। ଅଛନ୍ତି ମୋର ଯେମିତି ଫ୍ୟାମିଲି ଟାଇପ୍ର ଘର ଭଳିଆ ମୋତେ ଫିଲ୍ ହୁଏ। ଗୋଟେ ହେଲା ତ ଯେଉଁଠି ମୋ ପାର୍ଟିଟା ଖୋଲିଥିଲା, ଯେଉଁମାନେ ମୋତେ ପାର୍ଟି ଜାଣିଲେ ଯଦି ମୋ ପାର୍ଟି ମହାବାଣୀ ବୋଲି କିଏ ଅଛି ବୋଲି, ଟାଙ୍ଗି ମାଷ୍ଟର ଭଏସ୍ ଏକ ମାଷ୍ଟର ବଏଜ ମାଷ୍ଟର ଭଏସ୍। କଣ୍ଟ୍ରାକ୍ଟର ସାଇଜରେ ବାତଲା ସେଇଟା ତ ଆଉ ଜଣେ ମୋର ସାନ ଭାଇ ଭଳିଆ ମୋତେ ଭଲ ପାଇବା ଦେଇଛି, ଆଉ ସିଏ ମୋତେ ବଡ଼ ଭାଇ ଭଳିଆ ସମ୍ମାନ ଦେଇଛି, ବଦର୍ସ ଗ୍ରୁପ୍ ହଁ ଜଗତପୁର। ଆଉ ଗୋଟେ ହେଲା ଯେଉଁ ସମୟରେ ମୋ ପାର୍ଟି କିଏ ଚିହ୍ନି ନଥିଲେ ଜାଣିନଥିଲେ, ସେ ସମୟରେ ମୁଁ ସେ ଜାଗା ଛାଡ଼ିକି ଆସିକି 5 ବର୍ଷ 6 ବର୍ଷ ହେଲା ସେ ଜାଗା ଦଶହରା ପ୍ରୋଗ୍ରାମ୍ କରୁଛି, ଜଗତସିଂହପୁର ବାଲିଆ ଷ୍ଟୋର ବାଲେଶ୍ୱର। ବୋଲି। ସିଏ ଗୋଟେ କମିଟି। ଆଉ ଗୋଟେ ମୋର କମିଟି ଦୃଷ୍ଟିରୁ ଗୋଟେ ଭାଇ ଭଳିଆ ଦୃଷ୍ଟିରୁ ତାଙ୍କ ସହିତ ମିଶିଛି। ସିଏ ଦୁଇ ଭାଇଙ୍କ ସାଙ୍ଗରେ ମୋର ଗୋଟେ ଭଲ ବଣ୍ଡିଙ୍ଗ, ଗୋଟେ ବଇଁଚୁଆ କମିଟି। ମୁଁ ସେଠି ବେପାର ଦୃଷ୍ଟିରୁ କେବେ ମିଶିନି ତାଙ୍କ ସହିତ। ମୋ ଗୋଟେ ସାନ ଭାଇ ଭଳିଆ ବଡ଼ ଭାଇ ଭଳିଆ ଆମେ ସାଙ୍ଗ ହେଇ ମିଶିଛୁ। ଏ 3-4ଟି କମିଟି ସହିତ ମୋର ବଣ୍ଡିଙ୍ଗ ଏମିତି ଯେ ଏଠି ପଇସାରେ ଆଲୋଚନା କରେ ନା, ଏ ସମ୍ପର୍କ ଆଲୋଚନା କରେ, ମନ ମିଳନ ଗୋଟେ ଚାଲେ। ଆଉ ଗୋଟେ ଜୀବନଠୁ ବଳି ଗୋଟେ ଭଲ ସାଙ୍ଗ ପାଇଛି ତୃପ୍ତି ବୋଲି, ବଡ଼ ଭାଇ ଭଳିଆ ସାନ ଭାଇ ଭଳିଆ ସବୁବେଳେ ସେ ମିଶିକି ଅଛି। ଏଇ 3-4 ଜାଗା ମୋତେ ଭଲ ଲାଗେ ସବୁ। ଆଉ ଗୁରୁଜନ